ଲୋକଙ୍କ ନାଁରେ ହେବ କିନ୍ତୁ ଆମ ଲୋକ ଅଛନ୍ତି ସେମାନେ ଧର୍ମ ମାନେ ସେମାନେ ଗାଁରେ 5-6ଟା ମନ୍ଦିର କରୁଛନ୍ତି। ସେ ମନ୍ଦିରରେ ଆମ ଯେଉଁ ନେତାମାନେ ଅଛନ୍ତି ସେ ନେତାମାନେ ଯେଉଁ ପାଉଛନ୍ତି ଏରିଆ ଡେଭଲପମେଣ୍ଟ ପଇସା ତାକୁ ନେଇକି ମନ୍ଦିର ତିଆରି କରୁଛନ୍ତି। କାରଣ ମନ୍ଦିର ତିଆରି ଯେତେ ହେବ ଲୋକେ ସେତେ ରହିବେ ଅନ୍ଧଭକ୍ତ। ଭଗବାନ ନାହାନ୍ତି, ଠାକୁର ଠାକୁରାଣୀ କେହି ନାହାନ୍ତି। ମୁଣ୍ଡ ଉପରେ ଆକାଶ ସ୍ୱର୍ଗ ନାହିଁ। ସ୍ୱର୍ଗ ନାଁରେ ମିଛ କହିକି ଯେଉଁ ବ୍ରାହ୍ମଣ ଦଳ କି ଯେଉଁ ହାଇକାଷ୍ଟ ଲୋକ ଗୁଡ଼ିକ ଲୋକଙ୍କୁ ଭୟଭୀତ କରୁଛନ୍ତି ଏବଂ ଗାଁ ଗହଳିରେ ମନ୍ଦିର ତିଆରି କରୁଛନ୍ତି। ପୁରୁଣା ମନ୍ଦିର ଯେ ଭାଙ୍ଗିଗଲାଣି ଭାଙ୍ଗି ଯାଇଯାଇଥା, କିନ୍ତୁ ସେ ପୁରୁଣା ମନ୍ଦିର ତିଆରିକୁ ଆହୁରି ମାର୍ବଲ ଲଗାଉଛନ୍ତି। ଇଏ ହେଉଛି ଆମ ଦେଶରେ ଯେଉଁ ପାଠପଢ଼ା ହେଉଛି ସ୍କୁଲ କଲେଜ ୟୁନିଭର୍ସିଟିରେ ସେ ସୁନ୍ଦର ପାଠ ପଢ଼ା ହେଉନି। ଯାହାର ପ୍ରତିଫଳନ ଆମେ ଦେଖୁଛୁ ଉତ୍କଳ ୟୁନିଭର୍ସିଟି କ୍ୟାମ୍ପସରେ 21ଟା ହିନ୍ଦୁ ମନ୍ଦିର ଅଛି। ସେଠି ରଥଯାତ୍ରା କରାହେଉଛି। ସେଇଟା ପ୍ରଫେସର ଭିସିକୁ ଜେଲଖାନା ଭିତରେ ଭର୍ତ୍ତି କରିବା କଥା। ଉତ୍କଳ ୟୁନିଭର୍ସିଟି ଗୋଟେ ଶିକ୍ଷାନୁଷ୍ଠାନରେ ରଥଯାତ୍ରା କାହିଁ ହେବ? ଶିକ୍ଷାନୁଷ୍ଠାନରେ କାହିଁକି 21ଟା ହିନ୍ଦୁ ମନ୍ଦିର ରହିବ? ହନୁମାନ ଚାଳିଶା କାହିଁ ପିଲା ପଢ଼ିବେ? ତେଣୁ ୟାକୁ ଆମେ ସମର୍ଥନ କରୁଛୁ, ଆଖି ବୁଜି ଦେଉଛୁ। ସେ ବିଜେପି କଂଗ୍ରେସ CPM CPI ସମସ୍ତେ ତାକୁ ଆଖି ବୁଝୁଛନ୍ତି। ୟା ବିରୁଦ୍ଧରେ ପାର୍ଟି ଆବାଜ ଉଠାଇବାର ଅଛି। ତ ୟା ବିରୁଦ୍ଧରେ ଯେପର୍ଯ୍ୟନ୍ତ ଆମେ ଆବାଜ ଉଠେଇନୁ ଆମର ଭିତରେ ଆବର୍ଜନା ରହିବ। ଆମେ ସେ ଆବର୍ଜନା ବିରୁଦ୍ଧରେ ଦଳ କରିଛୁ ଆବର୍ଜନା ହଟାଇବା ପାଇଁ ଚେଷ୍ଟା କରୁଛୁ। ଆମର ରାଜ୍ୟସଭା ଗଠନ ପ୍ରକ୍ରିୟାରେ ସେଥିରେ ରାଜନୈତିକ ନ୍ୟାୟବୋଧ ନାହିଁ ଏବଂ ଏପରିକି ବିଧାନସଭା ଯେଉଁ ହେଉଛି ବିଧାନସଭାରେ ଯେଉଁ 2024ରେ ହେଲା ଯେଉଁ ଇଲେକ୍ସନ୍ ସେଥିରେ ବିଜେଡ଼ି ଦଳ ବିଜେପି ଠାରୁ ଅଧିକ 37,000 ଭୋଟ ପାଇଲେ। କିନ୍ତୁ ନିର୍ବାଚନ ଫଳାଫଳରୁ ଯାହା ଦେଖିଲୁ 78ଟା ସିଟ୍ରେ ବିଜେପି ଜିତିଲେ, 78ଟା MLA ସିଟ୍। ଏମାନଙ୍କ ସିଟ୍ ସଂଖ୍ୟା ହେଲା 51। ଯେହେତୁ ଆମର 147 ସିଟ୍ ଅଛି, ଇଏ ତାକୁ 72 ଉପରକୁ ସେ ଚଢ଼ିଗଲେ, ବୁଝିଲେ କି? ତେଣୁ ବିଜେପି ସରକାର ଗଠନ କଲେ। ସରକାର ଗଠନ ବିଜେପି କରିବା ହେତୁ ଯେଉଁ 3 ଜଣ ଥିଲେ ସ୍ୱାଧୀନ ସଦସ୍ୟ ସେ ପଶିଗଲେ ବିଜେପି ସମର୍ଥନ କଲେ। ଏମିତି ହେଇକି 78 + 3 ଏ ହେଇଗଲା 81 ଭୋଟ୍ ତାଙ୍କର। ତାପରେ ନୂଆପଡ଼ାରେ ଯେଉଁ ଇଲେକ୍ସନ୍ ହେଲା ସେଇଟା ସରକାରୀ ଦଳ ଜିତିଲେ। ତାମାନେ 51ଟା ହେଇଗଲା 50, ଏପଟେ ତାଙ୍କର ହେଇଗଲା 81 ହେଇଗଲା 82। ସେପଟେ ପାର୍ଟିରେ ଦଳ ବିରୋଧୀ କାର୍ଯ୍ୟ କରୁଛନ୍ତି ବୋଲି ନବୀନ ପଟ୍ଟନାୟକ 2 ଜଣଙ୍କୁ ସସ୍ପେଣ୍ଡ କରିଦେଲେ। ସଂଖ୍ୟା କମେ ତଳକୁ ଖସି ଆସିଲା 48। ତେଣୁ 48ରେ ଯେହେତୁ ଆମର ଯେଉଁ ଫର୍ମୁଲା ଅଛି ଗୋଟେ କୋଟା ଅଛି, ସେ କୋଟାଟା ହେଉଛି ଗୃହର ସଦସ୍ୟ ସଂଖ୍ୟା ଡିଭାଇଡେଡ଼ ବାଇ ଯେତିକି ସିଟ୍ କଣ୍ଟେଷ୍ଟ କରାହେଉଛି ତା ଦେହରେ +1, ତାମାନେ 4ଟା ସିଟ୍ ଆଉ 5ରେ ତାକୁ ହରିଲା କ୍ଷଣି ପଡ଼ିଲା ଭାଗଫଳ 29, ତା ଦେହରେ 1 ମିଶିବାର ଫର୍ମୁଲା ଅଛି। ତ 30ଟା ଭୋଟ୍ ଯିଏ ଯେଉଁ ପ୍ରାର୍ଥୀ ପାଇପାରିବେ ସିଏ ଯିବେ ରାଜ୍ୟସଭାକୁ। ତ ବିଜେଡ଼ି ହାତରେ 48 ପ୍ଲସ୍ କଂଗ୍ରେସର 14, CPMର 1, 14 ଜାଗାରେ 15, ଇଏ ହେଲା ତାଙ୍କର 48 ଦେହରେ 15 ମିଶିଲେ କେତେ ହେଲା? 48 ଦେହରେ 2 ହେଲେ 63ଟା ସିଟ୍ରେ ମାନେ ତାଙ୍କର 30 କେତେ ଥର ଅଛି? 2 ଥର ଅଛି। ତେଣୁ ବିଜେଡ଼ି ପ୍ଲସ୍ କଂଗ୍ରେସ ଏମାନଙ୍କର 2ଟା ସିଟ୍ ପ୍ରାପ୍ୟ, ବିଜେପିର 2ଟା ସିଟ୍ ପ୍ରାପ୍ୟ। ତାଙ୍କର ଆଉ ଯେଉଁ ଅଛି 82 ଯାହା ବଳୁଛି ରହିଗଲା 60 ପରେ ସେଥିରେ 8 ଆଉ ଯୁକ୍ତ ହେଲେ ଯାଇକି 30 ହେବ। ତେଣୁ ସେମାନଙ୍କର ପ୍ରାର୍ଥୀ ହାରିବା କଥା ଯେ ଦିଲ୍ଲୀପ ରାୟ, କିନ୍ତୁ ଦିଲ୍ଲୀପ ରାୟ ଜିତିଲେ। କାରଣ ଇଏ ନିର୍ବାଚନରେ ଯେଉଁ ନୈତିକତା ରହିବା କଥା ସେ ନୈତିକତାର ଚରିତ୍ର ରହିଲା ନାହିଁ। ନୈତିକତା ଚରିତ୍ର କାହିଁ ବିଗିଡ଼ିଗଲା ନା ସେ ଟଙ୍କା ପଇସାରେ ଖେଳ ହେଲା। କ୍ରସ୍ ଭୋଟିଂ ପାଇଁ ଜଣେ କାହିଁକି କ୍ରସ୍ କରିବେ ଗୋଟେ ଜାଗାକୁ, ଏପଟେ ଅଛନ୍ତି ସେପଟୁ ଯିବାକୁ ଚାହିଁବେ, ସେଠି ପଇସାର ଖେଳ ହେଉଛି। ଆଉ ଦିଲ୍ଲୀପ ରାୟ ଜଣେ ଧନୀ ଲୋକ, କୋଟି ଟଙ୍କାର ମାଲିକ, ସେ ମହାକୋଟି ଲୋକ ତାଲିକାରେ ବି ତାଙ୍କ ନାଁ ଆସିଯାଇପାରେ। ତେଣୁ ଆମର କଥା ହେଉଛି ଯେଉଁ ରାଜ୍ୟସଭା ନିର୍ବାଚନ ଓଡ଼ିଶା ବିଧାନସଭା ଯେଉଁ ନିର୍ବାଚନ ଅଛି ସେ ହେଉଛି ତ୍ରୁଟିପୂର୍ଣ୍ଣ, କିନ୍ତୁ ସେ ତ୍ରୁଟିପୂର୍ଣ୍ଣତା ଆହୁରି କଦର୍ଯ୍ୟ ହୋଇଯାଉଛି। ଦେଖନ୍ତୁ
ये 40% भोट रु टिके लिटिर अधिका पाई बीजेपी वाला ताले 100 रु 40 आंकर जहाँ कार्यकलाप राज्यसभा 40% रहा कथा किंतु 40% न रही 75% होगा माने 4टा सीट्रु 3टा जितले मैंने 100 रु केते 75 बीजेडी आउ कांग्रेस भोट विषय 54% होची माने 2टा सीट निहाती एमानकर बेसी प्रतिफलन हवा कथा कौटी राज्यसभा ये मैंने 25% रहिले गोटाए सीट मैंने 25% 100 रु से रहिले 75%। आम यदि गाणितिकता देखा गणित जो पढ़ाऊ पिलांपाई तार आनुपातिकता रहीबार अच्छी राजनैतिक न्यायबोध से आनुपातिकता उपरे छिड़ा जोटी आनुपातिकता रखा जाऊ नहीं सेठी दादागिरी फल भाई जमीदारिया नीति हो गला तेणु सामंतवादी नीति राज्यसभा निर्वाचन में प्रतिफलित हवा उचित नुह किंतु सेटा ये है टंका पैसार खेल तापर नरेंद्र मोदी नवीन पट्टनायक कौ लोक को दल किए थे से कौन दुर्नीति कर प्रति से मन भांगी जाता से पुओ मान को टिकेट से पुओ माने बापा को दुख होती बापा को सस्पेंड कराई एथिपाई से माने नरेंद्र नवीन पट्टनायक विरुद्ध में भोट देले तापर रवि जेना जी लोकसभा मेंबर थिले एक्स एमपी बीजेडी से बालेश्वर लोक से कौन दुर्नीति भ्रष्टाचार कर बचाई से बीजेपी पशिगले कहीं बीजेपी गोटे दल जिते दुर्नीतिग्रस्त गोटे लोक होता सी पाद चाटिदेवे सी पहुँची पाद पाखे से गोटे वाशिंग मेसीन अच्छी पकईदेवे से छपा ये जो चली गोटे कदर्य राजनीति ये कदर्य राजनीति देशवासी को सुरक्षा देवार अच्छी एवं सुरक्षा लाइन रे आग राज्यसभा को सफा करार अच्छी राज्यसभार कौन दरकार नहीं सीटा जो लोकसभा इलेक्शन यदि सुंदर भाव हम जमती ना ना शुण प्लीज मोर शुण पैसा किना बेका बाट कहीं रखा पैसा किना बेकार बाट अच्छी बोली घटुची जड़े लोक कन्विक्टेड ये कन्विक्टेड पर्सन कैनट बी ए कैंडिडेट आग से काटिदेवार अच्छी ये को से नॉमिनेशन दाखल कले कही था आपण सांगे कौ 30 जन विधायक अच्छे दियो तालिका पचारि था क्या माने दिलीप राय देले से 30 लोक तालिका दे पार ना कैंडिडेट से स्क्राच कर काटिदेवार अच्छी प्रथम कथा कटा हम से जो कन्विक्टेड क्रिमिनाल हि कांट बी ए कैंडिडेट जदि कैंडिडेट हेले 30 जन समर्थक किए तालिका दियो आगे नियम तो अच्छे आप 10 जन सिग्नेचर करले अप्लाई कर पारे ओ 10 जन करेंगे 20 जन को चोरी करेंगे यदि चोरी करवा मोर कहया कथा होची आम शिक्षा मंत्री जे सूरज जो सूर्यवंशी राज सूरज से शिक्षा मंत्री उच्च शिक्षा मंत्री परीक्षा ताले पिला ने कॉपी कहीं करेंगे जदि दिलीप राय कॉपी करने चोरी करने सूरज बाबू गोटे सहायक हेले हि बिकेम एन अकम्प्लिश जहाँ इंग्लीश कहती आसिस्टेंट एवं से चोरी करके सफलता अर्जन कले ताले पिला कहे आम कॉपी करके फर्स्ट क्लास पाइबू तेणु तांकर नैतिकता कौन अच्छी ये आम देशर नैतिकता को साधारण लोकों नैतिकता को छात्र छात्री नैतिकता को निम्न मान आड़िकी नौची निम्नगामी करुच्ची तेणु ये राज्यसभा को ध्वंस करार अच्छी विताड़ित करार अच्छी ना ये शुणु आम ना सुप्रीम कोर्ट शुणु सुप्रीम कोर्ट कन्स्टिट्यूशनल रिमेडी होची आमेंडमेंट जरिए उठो ना ये आप आवाज उठातु से आमेंडमेंट कमी बाट कला अलग कथा अच्छी आग राज्यसभा शुड गो ये थे जो पैसा जड़े जड़े मेम्बर से 5 लाख टका मासक नौ 5 लाख टका नबारे एवं अवदान दबारे 5 लाख टका नौ कहीं ने आम बोकामी अच्छी देवे कारण से राज्यसभा मूल रखा नहीं ये लोकसभा जो रखा यार ढांचा बदलैवा विधानसभा रखा ढांचा बदलैवा कौ ढांचा जमती नेपाल में निर्वाचन होची नेपाल में 4 वर्ष तले गोटे दल या से दल प्रति हाथ था जे से एत भोट देले आनुपातिकता रखिकी से दल 275 सीट विशिष्ट गोटे गृह से 182टा सीट पाई 182 आउ 2टा सीट पाई
ବିଧାନ ପରିଷଦ ପାଇଁ ମଧ୍ୟ ନାଇଁ ନାଇଁ ଚୋରମାନଙ୍କୁ ଥଇଥାନ କରିବା ପାଇଁ ବିଧାନ ପରିଷଦ ଗୋଟେ ଦରକାର। ଆମର ଓଡ଼ିଶାରେ ବିଧାନ ପରିଷଦ କୌଣସି ଆବଶ୍ୟକତା ନାହିଁ। ଚୋର ତସ୍କରଙ୍କୁ ଥଇଥାନ କରିବାକୁ ନାହିଁ କେଉଁ ଦଳ। ଯେଉଁମାନଙ୍କର କାଢ଼ ଅଛି ଡାଇରେକ୍ଟ ଇଲେକ୍ସନ୍ ଲଢ଼ିବେ, ଡାଇରେକ୍ଟ ଇଲେକ୍ସନ୍ରେ ଆସିବେ ଏବଂ ଆନୁପାତିକତା ସେଥିରେ ରହିବ। ଆନୁପାତିକତା ମାନେ ହେଉଛି ଯଦି ଆନୁପାତିକତା ରହିଥାନ୍ତା ବିଜେପି ଦଳ ମୋଟେ 59ଟା ସିଟ୍ ପାଇଥାନ୍ତେ, 60ରୁ ଗୋଟେ କମ୍, 60 ସିଟ୍ ପାଇଥାନ୍ତା ବିଜେଡ଼ି, କଂଗ୍ରେସ ପାଇଥାନ୍ତା 20ଟା ସିଟ୍, ଆଉ ଯେଉଁମାନେ ସ୍ୱାଧୀନ ଭାବରେ ଠିଆ ହେଇଥିଲେ ସେମାନେ କେତେଜଣ ଆଉ ଟିକେ ପାଇଥାନ୍ତେ। ଏମିତି ହେଇକି 100%ଟା 147 ହେଇଥାନ୍ତା। ଏବଂ ବିଜେପି ଦଳ ବିଜେଡ଼ି ସାଙ୍ଗରେ ମିଶିକି କୋଆଲିସନ୍ ଗଭର୍ଣ୍ଣମେଣ୍ଟ କରୁ, ନହେଲେ କଂଗ୍ରେସ ସହିତ ମିଶୁ, ନହେଲେ କଂଗ୍ରେସ ପ୍ଲସ୍ ବିଜେଡ଼ି ସେମାନେ କୋଆଲିସନ୍ ଗଭର୍ଣ୍ଣମେଣ୍ଟ କରିଥାନ୍ତେ। ନବୀନ ପଟ୍ଟନାୟକ ସୁଡ୍ ହାଭ୍ ହେଡେଡ୍ ଏ କୋଆଲିସନ୍ ଗଭର୍ଣ୍ଣମେଣ୍ଟ 60 ସିଟ୍ସ, ତାଙ୍କର 20 60 20 ହେଲା କେତେ 80 ହେଇଥିଲା ସିଟ୍। 80 ସିଟ୍ରେ କରିଥାନ୍ତେ ସୁନ୍ଦର ସରକାର ହୋଇଥାନ୍ତା। ଇଏ ବର୍ତ୍ତମାନ କ'ଣ ଅଛି ଆଙ୍କର ମୋଟେ ଭୋଟ ଜନ ଆଧାର ଜନଙ୍କଠାରୁ ଜନସାଧାରଣଙ୍କଠୁ ସମର୍ଥନ ପାଇବାରେ 40%। ଇଏ ବିଜେପି 40%ରେ ଆପଣ ମୋର୍ ଦ୍ୟାନ୍ 50% ସିଟ୍ କେମିତି ଦଖଲ କରିବେ? ଏ ରାଜନୈତିକ ଅନ୍ୟାୟ ନୁହେଁ? ଏ ରାଜନୈତିକ ଅନ୍ୟାୟଟା ଆମର 1952 ମସିହାରୁ ନେହେରୁଙ୍କ ଟାଇମ୍ରୁ ଅଛି। ନରେନ୍ଦ୍ର ମୋଦି ସବୁ କଥାରେ ନେହେରୁଙ୍କର ତିରସ୍କାର କରୁଛନ୍ତି। ନେହେରୁ ଏଇ ଯେଉଁ ଖରାପ ଜିନିଷ ରଖିଦେଇଯାଇଛନ୍ତି ୟାର ତିରସ୍କାର ସେ କରୁନାହାନ୍ତି, ଏଥିରୁ ସେ ଫାଇଦା ଉଠାଉଛନ୍ତି। ଏଥିରୁ ଫାଇଦା ଉଠାଇବା ଅନୈତିକତା। ନେହେରୁ ଆମ୍ବେଦକରଙ୍କୁ ଯଦି ନିନ୍ଦା କରିବାର ଅଛି ଏଇ ଗୋଟେ ନିର୍ବାଚନ ପଦ୍ଧତି ସେ ଭଲକରି ଦେଇନାହାନ୍ତି ଆମକୁ। ନିର୍ବାଚନ ପଦ୍ଧତି ଦେଇଛନ୍ତି ଖରାପ। ଏ ଧରଣର ନିର୍ବାଚନ ପଦ୍ଧତି ଜର୍ମାନୀରେ ନାହିଁ, ନ୍ୟୁଜିଲାଣ୍ଡରେ ନାହିଁ, ସୁଇଜରଲ୍ୟାଣ୍ଡରେ ନାହିଁ, ବହୁ ଦେଶରେ 55ଟା ଦେଶରେ ନାହିଁ, ସାଉଥ ଆଫ୍ରିକାରେ ନାହିଁ। ବୁଝିଲେ କି ସାର୍? ତେଣୁ ଆମର ଏ ନିର୍ବାଚନ ସେଥିପାଇଁ ଆମେ ଆଜି ଯେଉଁ ସେମିନାର କରିଥିଲୁ ଯେ ରାଜ୍ୟସଭାକୁ ହଟେଇ ଦିଆଯାଉ। ରାଜ୍ୟସଭା ସୁଡ୍ ଗୋ ଟୋଟାଲି। ଏହାର କୌଣସି ଆବଶ୍ୟକତା ନାହିଁ। ଏଠି ଚୋର ତସ୍କର ପ୍ରାୟ 33% ମେମ୍ବର୍ସ ଅଫ୍ ଦି ରାଜ୍ୟସଭା ଆର୍ ହାଭିଂ କ୍ରିମିନାଲ୍ ରେକର୍ଡ଼ସ୍। ତାଙ୍କ ନାଁରେ ଚୋରି, ହତ୍ୟା କରିବା, ହତ୍ୟା କରିବାର ଧମକ ଦେବା, କେଉଁଠି ରେପ୍ କରିବା, ଏସବୁ ସେମାନଙ୍କ ନାଁରେ ଅଭିଯୋଗ ଅଛି। ଏ ଅଭିଯୋଗ ଯାହାଙ୍କ ନାଁରେ ଅଛି ରାଜ୍ୟସଭା ସିଟ୍ ଭାକେଟ୍ କରିବା କଥା। ତାହେଲେ କାହିଁକି ଗୋଟେ କଥା ହେଲା ଜନସାଧାରଣଙ୍କ ମତ ଗୋଟେ ଜାଗାରେ ପ୍ରତିଫଳିତ ହେଲା, ସେଇଟା ହେଉଛି ଲୋକସଭା। ଆଉ ଗୋଟେ ସଭା କରିକି ଏଠି ଯାହା ପ୍ରତିଫଳିତ ହେଲା ତାକୁ ତା ବେକ କାହିଁ ମୋଡ଼ାମୋଡ଼ି କରିବା? କରାହେଇଥିଲା ଯଦି ଆପଣ ଲୋକସଭା ଇଲେକ୍ସନ୍ ହାରିଯିବେ ସେଠି ବସିବେ। ଜାଣିପାରେ ଥଇଥାନ କେନ୍ଦ୍ର ଥଇଥାନ ସମ୍ବିଧାନ ଆରମ୍ଭରୁ ଏ ବ୍ୟବସ୍ଥା ଅଛି ମାନେ ଅଛି। ୟାକୁ ଶୁଣନ୍ତୁ, ସମ୍ବିଧାନରେ ଯାହା ଅଛି ତା ସବୁଦିନ ପାଇଁ ରହିବ ବୋଲି କିଛି ଗ୍ୟାରେଣ୍ଟି ନାହିଁ। ଯେଉଁ ଉତ୍ତର ପୁରୁଷ ଆସିବେ ସେମାନେ ଦେଖିବେ ଯେ ଗୋଟେ ଏଥିରୁ ଆମର ଖରାପ କଥା ହେଉଛି ଦିଲ୍ଲୀପ ରାୟ ଭଳିଆ ଲୋକ ପଳାଉଛନ୍ତି ସେଠିକି। ଦିଲ୍ଲୀପ ରାୟ ଭଳିଆ ଲୋକଙ୍କୁ ମାନେ ବିଜୟ ମାଲିଆ, ଦିଲ୍ଲୀପ ରାୟ, ସେ ଅନିଲ ଅମ୍ବାନୀ ଏମାନେ ସେଠି ପାଦ ରଖିପାରିବେନି। ଭଲ ଲୋକ ଯିବେ। ଆମର କଟକର ଚିନ୍ତା ବାଇମୁଣ୍ଡିକି, ବାଇମୁଣ୍ଡିଙ୍କର ଷ୍ଟାଚ୍ୟୁ ଅଛି କି କଟକ ସହର ଭିତରେ? ତାଙ୍କ ଯେଉଁମାନେ ବାଇମୁଣ୍ଡିଆ ଅଛନ୍ତି, ଶୁଣନ୍ତୁ, ଏ ଦେଶରେ ଭାରତରେ ଓଡ଼ିଶାରେ ବିଭିନ୍ନ ଜାଗାରେ ଯେଉଁ ବାଇମୁଣ୍ଡିଆ ଲୋକ ସବୁ ଅଛନ୍ତି ତାଙ୍କର ବଡ଼ ଠିକଣା ନାହିଁ। ସେ ଧନୀ ଘରେ ଜନ୍ମ ହୋଇନାହାନ୍ତି, କିନ୍ତୁ ଦେଶର ହିତ ପାଇଁ ସେଠି କ'ଣ କହୁଛନ୍ତି ତା ଆଗକୁ ଯିବା ଦରକାର।